ଚଳିତ ବର୍ଷ କୁମାର ପୂର୍ଣ୍ଣିମା ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। କାରଣ ଏହି ପୂର୍ଣ୍ଣିମା ଚଳିତ ଅକ୍ଟୋବର 6 ତାରିଖରେ ନା 7 ତାରିଖରେ ପଡ଼ୁଛି, ତାହାକୁ ନେଇ ଦ୍ୱନ୍ଦ୍ୱ। ସାଧାରଣତଃ ଆଶ୍ୱିନ ମାସ ଶେଷ ଦିନକୁ ଆଶ୍ୱିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ବୋଲି କୁହାଯାଇଥାଏ। ଏପରିକି ଶାରଦୀୟ ପୂଜା ଏହି ମାସରେ ହୋଇଥିବାରୁ ଏହାକୁ କେତେକ ସ୍ଥାନରେ ଶାରଦ ପୂର୍ଣ୍ଣିମା ବୋଲି କହିଥାନ୍ତି। ତେବେ ଚଳିତ ମାସ ଏହି ପୂର୍ଣ୍ଣିମା ତିଥିକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ତାହା ହେଲା, ଏହା 6 ତାରିଖରେ ସୋମବାରରେ ହେବ ନା 7 ତାରିଖ ମଙ୍ଗଳବାରରେ ହେବ। ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ ଆସନ୍ତା 6 ତାରିଖରେ ହେଉଛି କୁମାର ଉତ୍ସବ, ହେଲେ 7 ତାରିଖରେ ହେଉଛି କୁମାର ପୂର୍ଣ୍ଣିମା। ତେବେ ପଞ୍ଚାଙ୍ଗ ଅନୁସାରେ ଏଥର ପୂର୍ଣ୍ଣିମା 2 ଦିନ ରହୁଛି, ଅର୍ଥାତ୍ ଚଳିତ ମାସ 6 ତାରିଖ ଦିନ 12ଟା 23 ମିନିଟରେ ପୂର୍ଣ୍ଣିମା ଆରମ୍ଭ ହେଉଛି। ଏହା ତା ପରଦିନ ଅର୍ଥାତ୍ 7 ତାରିଖ ସକାଳ 9ଟା 16 ମିନିଟରେ ଶେଷ ହେଉଅଛି। ଯେହେତୁ ପୂର୍ଣ୍ଣିମା ହେଉଛି ଚନ୍ଦ୍ରପୂଜା ସମର୍ପିତ କରାଯାଇଥାଏ, ସେଥିପାଇଁ ଏହା ଅକ୍ଟୋବର 6 ତାରିଖ ସୋମବାରରେ ପାଳନ କରାଯିବ। 6 ଅକ୍ଟୋବର ସୋମବାର ଦିନ ଚନ୍ଦ୍ର ଉଦୟ ସମୟ ହେଉଛି ସନ୍ଧ୍ୟା 5ଟା 26 ମିନିଟ। ସେଥିପାଇଁ ଚନ୍ଦ୍ର ଦର୍ଶନ ଶୁଭ ସମୟ ହେଉଛି ରାତି 8ଟା 30 ମିନିଟ ପରେ। ଚଳିତ ବର୍ଷ କୁମାର ପୂର୍ଣ୍ଣିମା ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। କାରଣ ଏହି ପୂର୍ଣ୍ଣିମା ଚଳିତ ଅକ୍ଟୋବର 6 ତାରିଖରେ ନା 7 ତାରିଖରେ ପଡ଼ୁଛି, ଏହାକୁ ନେଇ ଦ୍ୱନ୍ଦ୍ୱ। ସାଧାରଣତଃ ଆଶ୍ୱିନ ମାସ ଶେଷ ଦିନକୁ ଆଶ୍ୱିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା ବୋଲି କୁହାଯାଇଥାଏ। ଏପରିକି ଶାରଦୀୟ ପୂଜା ଏହି ମାସରେ ହୋଇଥିବାରୁ ଏହାକୁ କେତେକ ସ୍ଥାନରେ ଶାରଦ ପୂର୍ଣ୍ଣିମା ବୋଲି କହିଥାନ୍ତି। ରଖୁଛୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।